କାହ୍ନୁପାଙ୍କର ଅନ୍ୟ ନାମ କ'ଣ? କାହ୍ନୁପାଙ୍କର ଅନ୍ୟ ନାମ କାହ୍ନୁପାଦ, କୃଷ୍ଣପାଦ, କୃଷ୍ଣଚାର୍ଯ୍ୟ। କାହ୍ନୁପାଙ୍କର କେତେ ଖଣ୍ଡ ବହି ଲେଖାଯାଇଛି? 57 ଖଣ୍ଡ ବହି ଲେଖାଯାଇଛି। ତେଙ୍ଗୁରରେ କେତୋଟି ସ୍ଥାନରେ ତାଙ୍କୁ ଭାରତବାସୀ ବୋଲି କୁହାଯାଇଛି? 15ଟି ସ୍ଥାନରେ କୁହାଯାଇଛି। କେତୋଟି ସ୍ଥାନରେ କାହ୍ନୁପା ବ୍ରାହ୍ମଣ ବୋଲି ବର୍ଣ୍ଣିତ? ଗୋଟିଏ ସ୍ଥାନରେ କେବଳ ବର୍ଣ୍ଣିତ। ଓଡ଼ିଶାରୁ ସେ ଆଗତ ବୋଲି ତାଙ୍କୁ ବ୍ରାହ୍ମଣ ବୋଲି କୁହାଯାଇଛି। କାହ୍ନୁପାଙ୍କୁ କ'ଣ କୁହାଯାଉଥିଲା? ତର୍ଜମାକାରୀମାନେ ମହାପଣ୍ଡିତ କୃଷ୍ଣ ଓ ସେ ଗ୍ରନ୍ଥାକାର ନୁହନ୍ତି ବୋଲି କହୁଥିଲେ। କିଏ କାହ୍ନୁପାଙ୍କର ପରିଚୟ ବୌଦ୍ଧଗାନ ଓ ଦୋହା ମୁଖବନ୍ଧରେ ପ୍ରଦାନ କରିଛନ୍ତି? ପଣ୍ଡିତ ହରପ୍ରସାଦ ଶାସ୍ତ୍ରୀ। ତେଙ୍ଗୁର ଗ୍ରନ୍ଥରେ କେତେଜଣ କୃଷ୍ଣଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି? 4 ଜଣ କୃଷ୍ଣଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରଥମେ ହେଉଛନ୍ତି ବୟସ୍କ କୃଷ୍ଣ, ଓଡ଼ିଶା ଆଗତ ଅନୁବାଦିକ କାହ୍ନୁ, କୃଷ୍ଣାଚାର୍ଯ୍ୟ ଓ କୃଷ୍ଣବର୍ଜ୍ୟ। ତାରାନାଥ କେତେଜଣ